କୋଟିଏରୁ ଗୋଟିଏ ହୋଇଥାନ୍ତି ଏହି 6ଟି ନାମର ଝିଅମାନେ। ଏମାନଙ୍କର ସ୍ୱଭାବ ଏତେ ସୁନ୍ଦର ଓ ସଫା ହୋଇଥାଏ ଯେ ସେମାନେ ଯେଉଁଠିକି ଯାଆନ୍ତି ସେଠି ସମସ୍ତଙ୍କ ମନ ଜିତି ନେଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାମର ଝିଅମାନେ ବହୁତ ଖାସ୍ ହୋଇଥାନ୍ତି। ମୁଁ ସତ୍ୟମ ଆଜି ଆପଣମାନଙ୍କୁ କହିବି ଏହି 6 ଖାସ୍ ଅକ୍ଷର ବିଷୟରେ। ତେବେ ଆସନ୍ତୁ ଜାଣିବା ଏହି 6 ନାମ ଓ ସେମାନଙ୍କର ଅଦ୍ଭୁତ ଗୁଣ ବିଷୟରେ। ବନ୍ଧୁମାନେ, ଏ ସମାଜରେ ଅନେକଙ୍କୁ ନିଜର ସ୍ୱଭାବ, ଆଚାର, ବ୍ୟବହାର, ଚାଲିଚଳନରୁ ସେମାନଙ୍କୁ ଏକ ପରିଚୟ ମିଳିଥାଏ। ଅପରପକ୍ଷେ ଅନେକ ଲୋକଙ୍କୁ ନିଜର କାର୍ଯ୍ୟ ଓ ଦକ୍ଷତା ଆଧାରରେ ସମାଜରେ ତାଙ୍କୁ ଏକ ନୂଆ ପରିଚୟ ମିଳିଥାଏ। ଏହା ବ୍ୟତୀତ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିର ନାମରୁ ହିଁ ତାଙ୍କର ସ୍ୱଭାବ, ଆଚାର, ବ୍ୟବହାର ବିଷୟରେ ଅଳ୍ପ ବହୁତ ଜଣାପଡ଼ିଥାଏ। ତେବେ ଏହିଭଳି କିଛି ନାମର ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନଙ୍କର ହୃଦୟ ବହୁତ ସଫା ଓ ସରଳ ହୋଇଥାଏ। ଏହି ଲୋକମାନେ ଅନ୍ୟର ମନକୁ କଷ୍ଟ ଦେବା କଥା ନିଜ ସ୍ୱପ୍ନରେ ମଧ୍ୟ କେବେ ବି ଭାବିନଥାନ୍ତି। ଆଜି ଆମେ ଆପଣମାନଙ୍କୁ 6ଟି ମହିଳାଙ୍କ ନାମର ପ୍ରଥମ ଅକ୍ଷର କହିବାକୁ ଯାଉଛୁ ଯେଉଁ ଝିଅମାନେ ସ୍ୱଭାବରୁ ବହୁତ ଭଲ ହୋଇଥାନ୍ତି। ଯେଉଁ ଝିଅମାନଙ୍କ ନାଁରେ ପ୍ରଥମ ଅକ୍ଷର ଏ ଥାଏ ସେହି ନାମର ଝିଅମାନେ ସ୍ୱଭାବରେ ବହୁତ ଭଲ ଓ ସର୍ବଗୁଣା ସମ୍ପୂର୍ଣ୍ଣା ହୋଇଥାନ୍ତି। ଏମାନେ ନିଜର ସରଳପଣ ଯୋଗୁଁ ଅନେକ ସମୟରେ ଧୋକା ମଧ୍ୟ ଖାଇଯାଇଥାନ୍ତି। ହେଲେ ଅନ୍ୟକୁ କଷ୍ଟ ଦେବା କଥା ଏମାନେ କେବେ ବି ଚିନ୍ତା ମଧ୍ୟ କରନ୍ତି ନାହିଁ। ତେଣୁ ଏହି ଅକ୍ଷରରୁ ଆରମ୍ଭ ନାମର ଝିଅ ବହୁତ ଖାସ୍ ହୋଇଥାନ୍ତି। ସେହିଭଳି ଯେଉଁ ଝିଅମାନଙ୍କର ନାମ ଡି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପାଦୃଷ୍ଟି ସବୁବେଳେ ରହିଥାଏ। ଏହି ନାମର ଝିଅମାନେ ନିଜ ପରିବାର ପ୍ରତି ସବୁବେଳେ ଦାୟିତ୍ୱବାନ ହୋଇ ରହିଥାନ୍ତି। ଆଉ ଏମାନେ ଅନ୍ୟକୁ ସାହାଯ୍ୟ କରିବା ପାଇଁ କେବେ ବି ମନା କରିନଥାନ୍ତି। ଯେଉଁ ଝିଅର ନାମ ଏଲ୍ ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ନାମର ଝିଅମାନେ ସରଳ ଓ ଲାଜୁକୁରୀ ସ୍ୱଭାବର ହୋଇଥାନ୍ତି। ଆଉ ଏମାନେ ଶାନ୍ତିପ୍ରିୟ ହୋଇଥିଲେ ମଧ୍ୟ ଏମାନଙ୍କ ମନ ବହୁତ ସମୟରେ ଅସ୍ଥିର ରହିଥାଏ। ଏହା ସହିତ ଏମାନେ ନିଜ ଜୀବନରେ ଘଟୁଥିବା ଛୋଟ ଛୋଟ କଥାକୁ ନେଇ ଅତି ସହଜରେ ଖୁସି ହୋଇଯାଇଥାନ୍ତି। ଯେଉଁ ଝିଅର ନାମ ଏସ୍ ଅକ୍ଷରରୁ ଆରମ୍ଭ ହୋଇଥାଏ ଏହି ଝିଅମାନେ ପରିଶ୍ରମୀ ହେବା ସହ ପରୋପକାରୀ ମଧ୍ୟ ହୋଇଥାନ୍ତି। ଏହା ସହିତ ଏମାନେ ନିଜର ସବୁ କଥା ଅନ୍ୟ ସହ ସେୟାର କରିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ। ହେଲେ ଯାହାକୁ ଥରେ ବିଶ୍ୱାସ କରି ନେଇଥାନ୍ତି ସେମାନଙ୍କୁ ନିଜର ସବୁ କଥା କହିବା ସହ ତାଙ୍କୁ କେବେ ବି ଧୋକା ଦେଇନଥାନ୍ତି। ଯେଉଁ ଝିଅମାନଙ୍କର ନାମ ଏମ୍ ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅମାନେ ନିଜ ପାଇଁ ଅନ୍ୟକୁ ଦୁଃଖ କଷ୍ଟରେ ରଖିବାକୁ ଭଲ ପାଇନଥାନ୍ତି। ସମସ୍ତଙ୍କ ମୁହଁରେ ସବୁବେଳେ ଖୁସି ଦେଖିବା ପାଇଁ ଚାହିଁଥାନ୍ତି। ଏମାନେ ଅନ୍ୟର ମନର ଭାବନାକୁ ବହୁତ ସହଜରେ ବୁଝି ନେଇଥାନ୍ତି। ଯେଉଁ ଝିଅର ନାମ ପି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅମାନେ ଭାବୁକ ଓ ପରିଶ୍ରମୀ ସ୍ୱଭାବର ହୋଇଥାନ୍ତି। ଏମାନେ ନିଜର ସଫା ଓ ଭଲ ହୃଦୟ ପାଇଁ ଅନ୍ୟମାନଙ୍କ ନଜରରେ ସବୁବେଳେ ଖାସ୍ ହୋଇ ରହିଥାନ୍ତି। ତ ବନ୍ଧୁମାନେ, ଇଏ ଥିଲା ଆଜିର ଭିଡ଼ିଓ। ଆପଣମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାଇବେ। ଆଉ ଆପଣମାନେ ଏପର୍ଯ୍ୟନ୍ତ ଆମ ଭିଡ଼ିଓକୁ ଲାଇକ୍ କରିନାହାନ୍ତି ତ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖା ହେବା ଆଉ ଏକ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର। ଜୟ ଜଗନ୍ନାଥ।